नमस्कार बंधुगण मु बबिता आसी जाइछि मो चैनल रे आउ एक नूतन विषय वस्तु नै बंधुगण आपण माने समस्ते ऑनर किलिंग विषय शुणिथिबे। ऑनर किलिंग माने सम्मान रक्षा करने को जाई एठारे निजर पितामाता ही संतान मानकु मारिबा को पछै नथांती। ए विषय रे तो आपण माने बहुत किछि देखिथिबे जोथरे कि प्रेमी जुगलंकु निजर सम्मान हानि आशंका रे पितामाता मध्य तांकु मर्डर करथांती, सेमानकु मारी देइथांती। ताहले ए प्रकार ऑनर किलिंग विषय तो आपण माने समस्त शुणिचंती। मु आज एक भिन्न धरणर ऑनर किलिंग विषय रे आपण मानक सहित चर्चा करिवि, जोटा कि मो मतरे मते लागुची जे सेटा भी गोटे प्रकार ऑनर किलिंग। सेटा मु आपण मानक सहित पुंखानुपुंख भाव रे कथा हेबाको आसीछि। जे देखंतु जेतेबेले गोटे झियोटी मैरेज करी जाउची शाशुघर को, से समय रे ताकू ଯୌତୁକ ପାଇଁ, ଟଙ୍କା ପଇସା ପାଇଁ, ସୁନା ଗହଣା ପାଇଁ, ଭାର ପାଇଁ ବିଭିନ୍ନ ପ୍ରକାର ଟର୍ଚର ଦିଆ ଯାଉଛି ଆଜ୍ଞା। ବିଭିନ୍ନ ପ୍ରକାର ଦିନ ରାତି ସେ ଖଟିଲା ପରେ ମଧ୍ୟ, ସମସ୍ତଙ୍କର ମନ ଧରି ଚଳିଲା ପରେ ମଧ୍ୟ, ସବୁ କିଛି କଲା ପରେ ମଧ୍ୟ କେବଳ ଟଙ୍କା ପଇସା ପାଇଁ ପିତା ଯଥେଷ୍ଟ ଯୌତୁକ ଦେଇ ନଥିବାରୁ କିମ୍ବା ଆର୍ଥିକ ସହାୟତା କିଛି ଶ୍ୱଶୁର ଘରୁ ମିଳି ପାରି ନଥିବାରୁ, ସ୍ତ୍ରୀ ଠାରୁ ମିଳି ପାରି ନଥିବାରୁ ତାକୁ ଟର୍ଚର କରା ଯାଉଛି। ଯେତେବେଳେ ଝିଅଟି ସହି ନ ପାରି ତାର ଅନ୍ତରାତ୍ମା ଚିତ୍କାର କରୁଛି, ସେ ସମସ୍ତଙ୍କୁ କହୁଛି, ଜଣାଉଛି, କେହି ମଧ୍ୟ ତାର କଥା ବୁଝୁନାହାନ୍ତି। ଯେ ଶାଶୁଘର କଥା ଛାଡନ୍ତୁ ଆଜ୍ଞା, ଅନ୍ୟ ଲୋକମାନଙ୍କର କଥା, ଯିଏ ହାତ ଧରି ବାହା ହେଇଛି, ଯାହା ଭରସାରେ ସେ ନିଜ ଘର ଲୋକଙ୍କୁ ଛାଡି ଯାଇଛି, ସେ ସ୍ୱାମୀଟି ମଧ୍ୟ ଶୁଣି ନଥାଏ। ସମସ୍ତଙ୍କ ଘର କଥା ମୁଁ କହୁନାହିଁ ଆଜ୍ଞା, ମତେ ଏଠି କ୍ଷମା କରିବେ। ବହୁତ ଭଲ ଘର ମାନେ ମଧ୍ୟ ଅଛନ୍ତି, ଯୋଉଠି ଶାଶୁ ଶ୍ୱଶୁର ସ୍ୱାମୀ ସମସ୍ତେ ବୋହୂକୁ ଝିଅ ଭଳି ଦେଖନ୍ତି, ବହୁତ ଖୁସିରେ ରହନ୍ତି, ବହୁତ ଶାନ୍ତିରେ ରହନ୍ତି, ସମ୍ମାନରେ ରହନ୍ତି। ମୁଁ ସେମାନଙ୍କୁ କହୁନାହିଁ। ଯେଉଁ ବର୍ଗଟି ଏପରି ଧରଣର ଅଟନ୍ତି ମୁଁ ସେମାନଙ୍କ ବିଷୟରେ କହୁଛି, କାହିଁକିନା ଏଇଟା ଗୋଟେ ସମାଜର ବଡ ପ୍ରୋବ୍ଲେମ। ଯୋଉଠି କି ସ୍ତ୍ରୀର ଅନ୍ତରାତ୍ମା ଚିତ୍କାର କରୁଥିବ, କିନ୍ତୁ ସ୍ୱାମୀ ସେଠି କିଛି ବି ଶୁଣିପାରେ ନା, କହିଲେ ମଧ୍ୟ ସେ ଜାଣିପାରେ ନା, ତା ଘରର ପକ୍ଷ ସେ ଛାଡେ ନା। ସେ ଭୁଲି ଯାଇଥାଏ ଯେ ସ୍ତ୍ରୀଟି ଆମ ଘରର ଗୋଟେ ମେମ୍ବର ବୋଲି, ସେ ପର ଝିଅ ହେଇକି ହିଁ ରହିଯାଏ ଆଜ୍ଞା। ତାପରେ ସେ କଣ କରିବ, ଯଦି ସ୍ୱାମୀକୁ କହିଲା ବି ସ୍ୱାମୀ ନ ଶୁଣିଲେ, ତାପରେ ସେ ନିଜ ଲଢେଇ ନିଜେ ଲଢିବା ଆଜ୍ଞା ଆରମ୍ଭ କରେ। ଯେତେବେଳେ ସେ ନିଜ ଲଢେଇ ନିଜେ ଲଢିବା ଆରମ୍ଭ କରେ, କିଛି ଚିତ୍କାର କରେ, ପାଟିତୁଣ୍ଡ କରେ, ଆବାଜ ଉଠାଏ, କହେ, ସେମାନଙ୍କ ବିରୁଦ୍ଧରେ ଜବାବ ସବାଲ କରେ, ସେଇ ସମୟରେ ତାକୁ ସମ୍ମାନ ହାନି କରୁଛୁ ବୋଲି ଆଖ୍ୟା ଦିଆଯାଇଥାଏ। ତାକୁ ସମାଜରେ ମଧ୍ୟ ଖରାପ ଦୃଷ୍ଟିରେ ଦେଖନ୍ତି, ତାକୁ ଅପମାନର ବୋଧ କରାନ୍ତି ଯେ ତୁ ବଦମାସ, ତୁ ଏମିତି ଆମର ସମ୍ମାନ ହାନି କରଉଛୁ। ତ ଏକରେ ତ ତା ଜୀବନରେ ଦୁଃଖ, ପୁଣି ସେଇ ଯୋଉ ଅପମାନ ବୋଧଟା ତା ଉପରେ ଲଦି ଦିଆଯାଏ ଆଜ୍ଞା, ସେଇଟା ଆହୁରି କଷ୍ଟ ହେଇଯାଏ। କେହି ବୁଝିପାରନ୍ତିନି ଚାରି କାନ୍ଥ ଭିତରେ ତା ସାଙ୍ଗରେ କଣ ହେଉଛି, କେହି ବୁଝିପାରନ୍ତି ନାହିଁ ଆଜ୍ଞା। ତାର ଚିତ୍କାରକୁ ସମସ୍ତେ ତାର ଅଧତ୍ୟ ବୋଲି ଗ୍ରହଣ କରନ୍ତି, ତାର ଦୁଃଖକୁ କେହି ବୁଝିପାରନ୍ତିନି। ତ ଏଇ ଅପମାନ ବୋଧରେ ବେଳେ ବେଳେ ସ୍ତ୍ରୀଟି କଣ କରେ ନା ଆତ୍ମହତ୍ୟା କରିଦେଇଥାଏ। ତାହେଲେ ଏଇ ଯୋଉ ଆତ୍ମହତ୍ୟା ପ୍ରକୃତରେ ଆଜ୍ଞା ଆତ୍ମହତ୍ୟା ନୁହେଁ, ଏହା ହଉଛି ଏକ ପ୍ରକାର ହତ୍ୟା। ଏଇଟା ମଧ୍ୟ ହଉଛି ଏକ ପ୍ରକାର ଅନର କିଲିଂ, ଯୋଉଥିରେ କି ସେ ଝିଅଟି ବଳି ପଡି ଯାଇଥାଏ। କିନ୍ତୁ ଆଜ୍ଞା ସେ ଜାଣିପାରେ ନା ଯେ ଯେଉଁମାନଙ୍କ ପାଇଁ ଜୀବନ ଦେଉଛି, ଯେଉଁମାନଙ୍କ କଥାରେ ପଡି ଜୀବନ ଦେଉଛି, ସେମାନଙ୍କର ଆଜ୍ଞା କିଛି ବି ଯିବନି। ତାର ମୃତ୍ୟୁ ପରେ ସେମାନେ ପୁନର୍ବାର ସଂସାର ଗଢି ଯେମିତି ବଞ୍ଚିବା କଥା ଆଜ୍ଞା ସେମିତି ହସ ଖୁସିରେ ବଞ୍ଚିବେ। କେବଳ ଖୋଜିବେ ତ ଝିଅଟିର ବାପା ମା ତାକୁ ଖୋଜିବେ, ଏବଂ ଯଦି ଛୁଆ ଥିବ ଛୁଆଟି ଖୋଜିବ। ତେଣୁ ଆପଣ କାହିଁକି ଏଭଳି ଦାନବ ମାନଙ୍କ ପାଇଁ ନିଜ ଜୀବନକୁ ବଳି ଦଉଛନ୍ତି? ବରଂ ଷ୍ଟ୍ରଙ୍ଗ ହେଇ ବଞ୍ଚନ୍ତୁ, ଏମାନଙ୍କ ବିରୁଦ୍ଧରେ ଲଢନ୍ତୁ, ଆବାଜ ଉଠାନ୍ତୁ, ଲୋକ କୁହନ୍ତୁ, ଆପଣଙ୍କୁ ଅପମାନ ଦିଅନ୍ତୁ, ଆପଣଙ୍କୁ ଅସମ୍ମାନିତ କରନ୍ତୁ, ଆପଣଙ୍କୁ ଉଦ୍ଧତ ବୋଲି କହନ୍ତୁ, କିନ୍ତୁ ଆପଣ ଜାଣିଛନ୍ତି ଆପଣ କୋଉ କୋଉ ଜିନିଷ ଦେଇ, ଆପଣ କୋଉ ସ୍ଥିତି ଦେଇ ଆପଣ ଗତି କରୁଛନ୍ତି। ତେଣୁ ଲୋକଙ୍କ କଥାକୁ ଖାତିର ନ କରି, ନିଜ ଜୀବନକୁ ଜଳାଞ୍ଜଳି ନ ଦେଇ, ଆପଣ ଷ୍ଟ୍ରଙ୍ଗ ହୋଇ କମର ବାନ୍ଧି ଏମାନଙ୍କ ବିରୁଦ୍ଧରେ ଲଢନ୍ତୁ। ଏଇ ନର ରୂପୀ ପିଶାଚ ରାକ୍ଷସ ମାନଙ୍କ ବିରୁଦ୍ଧରେ ଲଢନ୍ତୁ। ଆଜ୍ଞା ଆଉ ଗୋଟେ କଥା କହିବାକୁ ଚାହୁଁଛି, ଯେତେବେଳେ କେହି ଝିଅ ଶାଶୁଘରେ ଆଶ୍ରୟ ନ ପାଇ ପିତା ଘରକୁ ଯାଇଥାଏ, ତାର ଆଉ କିଏ ଅଛି ଆଜ୍ଞା? ଯେତେବେଳେ ଶାଶୁଘର ଆଶ୍ରୟ ନ ପାଇଥାଏ, ପିତା ଘର ଏକମାତ୍ର ତାକୁ ଦେଖାଯାଏ ଯୋଉଠିକି ସେ ଆଶ୍ରୟ ପାଇଁ ଯିବ। କିନ୍ତୁ ଗଲା ପରେ ଆଜ୍ଞା ଆମ ସମାଜର ବ୍ୟବସ୍ଥା ଏପରି ଅଛି, ଯୋଉ ଝିଅକୁ ସେମାନେ 20-25 ବର୍ଷ କାଳ ନିଜ ଘରେ ରଖିଥାନ୍ତି, ବିବାହ ପରେ ହଠାତ୍ ଗୋଟେ ଦିନ ପରେ ହିଁ ସେମାନେ ତାକୁ ପର କରିଦିଅନ୍ତି। ଦ୍ୱିତୀୟ ଦିନ ବି ଯଦି, ସେକେଣ୍ଡ ଦିନ ବି ଯଦି, ବିବାହ ବାସି ଦିନ ବି ଯଦି ଝିଅଟି ଘରକୁ ଯାଉଛି, ତାହେଲେ ତାକୁ ସେଠି ପର ଭଳିଆ ଫିଲ୍ ହଉଛି।
ତମ ଘର ଶାଶୁ ଘରକୁ ତା ଘର ବୋଲି କୁହାଯାଏ। ତୁ କେବେ ଯିବୁ ତମ ଘରକୁ ବୋଲି ପଚରାଯାଏ। ସେଇଟା ତା ଘର ବିବାହ ବାସି ଦିନରୁ ହିଁ ସେଇଟା ତା ଘର ହେଇ ଆଉ ରହେ ନାହିଁ। ତେଣୁ ଯେତେବେଳେ ସେ ବୁଲି ଗଲେ ତ ସେଇଟା ଅଲଗା କଥା, କିନ୍ତୁ ଯଦି କିଛି ଅସୁବିଧା ହେଇ ଝିଅଟି ଯାଉଛି ବାପ ଘରକୁ, ତାହେଲେ ସବୁ ପିତା ମାତାଙ୍କର ସ୍ଥିତି ନଥାଏ କି ସବୁ ଭାଇ ଭାଉଜଙ୍କର ସ୍ଥିତି ନଥାଏ ଝିଅଟିକୁ ଘରେ ରଖିବା ପାଇଁ। ଆଉ କିଛି ସାମର୍ଥ୍ୟ ଥିଲେ ମଧ୍ୟ ସମ୍ମାନ ଭୟରେ ଆମେ ରଖିଲେ ସମାଜ ଆମକୁ କଣ କହିବ, ବିବାହିତ ଝିଅ ଆସି ଘରେ ରହିଲେ କଣ କହିବେ, ଏ ଭୟରେ ସମ୍ମାନ ଭୟରେ ଝିଅଟିକୁ ବୁଝାବୁଝି କରି ଜବରଦସ୍ତ ପଠେଇ ଦେଇଥାନ୍ତି। ସେ ସମୟରେ ଝିଅଟି କଣ କରେ ନା ଚାରିଆଡୁ ନିରାଶ୍ରୟ ହୋଇ ସେତେବେଳେ ମଧ୍ୟ ଅନେକ ଝିଅ ଜୀବନ ହାରିଥାନ୍ତି। ତାହେଲେ ଆଜ୍ଞା ଇଏ ମଧ୍ୟ ଏକ ପ୍ରକାର ଅନର କିଲିଂ। ଆପଣ ମାନେ ସମ୍ମାନ ନାଁରେ ଗୋଟିଏ ଛୁଆର ଜୀବନ ବଳି ଦଉଛନ୍ତି। ସେ ବଞ୍ଚିଥାନ୍ତା, ଏ ସୁନ୍ଦର ଦୁନିଆକୁ ଦେଖିଥାନ୍ତା, ତା ଜୀବନକୁ ଉପଭୋଗ କରିଥାନ୍ତା, କିନ୍ତୁ ଆପଣ ମାନେ ବାଧ୍ୟ କଲେ ସେ ରହିପାରିଲା ନାହିଁ। ଆଜ୍ଞା କୁହନ୍ତୁ ତ ଜୀବନଟା କେତେ ଅମୂଲ୍ୟ, କେତେ ଦରକାରୀ। ଆଜ୍ଞା ଆପଣ ମାନେ ଦେଖିଥିବେ ଯେତେବେଳେ ଆମକୁ କିଛି ଗୋଟେ ରୋଗ ଡାଇଗ୍ନୋସିସ୍ କରାଯାଏ, ସେ ସମୟରେ ଆମେ ହଠାତ୍ ଡରି ଯାଇଥାଉ ଯେ କାଳେ ମତେ କିଛି ହେଇଯାଇଛି କି, ମୁଁ କାଳେ ମରିଯିବି କି। ତାହେଲେ ଆଜ୍ଞା ମୃତ୍ୟୁକୁ ସମସ୍ତଙ୍କର ଭୟ। ତାହେଲେ ଝିଅଟି ଏପରି ପରିସ୍ଥିତିରେ କାହିଁକି ଜୀବନ ଦେଲା ଆଜ୍ଞା? ତାର କଣ ଜୀବନକୁ ଲୋଭ ନଥିଲା? ଏତେ ଲୋଭ କରୁଥିବା ମଣିଷଟି ସେ ଜୀବନକୁ ହାରିଲା କାହିଁକି? ଏଥିପାଇଁ ଦାୟୀ କିଏ? ଏ ସମାଜ ନା ଆମର ବ୍ୟବସ୍ଥା ନା ଆମର ପରିବାର ନା ଦାୟୀ କିଏ ଆଜ୍ଞା? ଏହାର ମୂଳକୁ ଯାଇ ଏହାର ସମାଧାନ କାଢିବାକୁ ହେବ, ଏହାର ବ୍ୟବସ୍ଥା କରିବାକୁ ହବ। ତାହେଲେ ଯାଇ ଏ ଜିନିଷରୁ ଆମେ ଝିଅ ମାନଙ୍କୁ ବଞ୍ଚେଇ ପାରିବା। ଆଜ୍ଞା ଏବେ ତ ଟ୍ରେଣ୍ଡ ଚାଲିଛି ଯେ ନିଜେ ତ ମରୁଛନ୍ତି, ଅନେକ ଜାଗାରେ ମା ମାନେ ନିଜ ଶିଶୁକୁ ଧରି ଆତ୍ମହତ୍ୟା କରୁଛନ୍ତି। ଆଜ୍ଞା ଆପଣଙ୍କୁ ଅଧିକାର କିଏ ଦେଲା ଶିଶୁଟିର ଜୀବନ ନେବା ପାଇଁ? ନିଜ ଜୀବନ ନେବା ବି ପାପ, ଅନ୍ୟାୟ, ଆଇନ ବିରୋଧୀ। ତେବେ ଆପଣ ନିଜ ଜୀବନ ତ ନଉଛନ୍ତି, ଆପଣ ଶିଶୁଟିର ଜୀବନ ନେବା ପାଇଁ ଆପଣଙ୍କୁ ଅଧିକାର କିଏ ଦେଲା? ଆପଣ ଯଦି ମାଟିଏ ହେଇଛନ୍ତି ତାହେଲେ ନିଜକୁ ବଞ୍ଚିବାକୁ ଇଚ୍ଛା ନଥିଲେ ମଧ୍ୟ ଶିଶୁ ପାଇଁ ବଞ୍ଚନ୍ତୁ। ଆପଣ କୋଉ ହିସାବରେ ଶିଶୁକୁ ନେଇ ମରିବାକୁ ଯାଉଛନ୍ତି ଆଜ୍ଞା କୁହନ୍ତୁ ତ? ତାପରେ ଆଉ ଗୋଟିଏ ଜିନିଷ, ଆପଣ ତ ଜୀବନ ସାରା ଯାହା କଷ୍ଟ ପାଇଲେ, ଆପଣ ଯଦି ଆତ୍ମହତ୍ୟା କରି ମରୁଛନ୍ତି ତାହେଲେ ମୃତ୍ୟୁ ପରେ ମଧ୍ୟ ଆପଣଙ୍କୁ ନିନ୍ଦା ଅପବାଦ ଶୁଣିବାକୁ ପଡୁଛି। ଲୋକ ଆପଣଙ୍କୁ ଛି ଛାକର କରୁଛନ୍ତି, ଲୋକ ଆପଣଙ୍କୁ ଘୃଣା କରୁଛନ୍ତି ଯେ ଆତ୍ମହତ୍ୟା ଭଳି ଷ୍ଟେପ ନେଲା, ଯୋଉଟା କି ଆଇନରେ ମଧ୍ୟ ଭୁଲ ସାବିତ ହେଇଛି। ତେଣୁ ଏଠି ମୃତ୍ୟୁ ପରେ ମଧ୍ୟ ନିନ୍ଦା, ମୃତ୍ୟୁ ପରେ ମଧ୍ୟ ଅପମାନ, ମୃତ୍ୟୁ ପରେ ମଧ୍ୟ କଷ୍ଟ ଅଛି। ତେଣୁ ଆପଣ କୋଉ କଷ୍ଟ, କୋଉ ନିନ୍ଦା, କୋଉ ଅପବାଦରୁ ଆପଣ ନିଜକୁ ମୁକୁଳେଇବା ପାଇଁ ଜୀବନଟି ଦେଉଛନ୍ତି ଆଜ୍ଞା? ଏପରି କରନ୍ତୁ ନାହିଁ। ଆପଣ ନିଜକୁ ଶକ୍ତ କରି ସୁଦୃଢ କରି ନିଜର ମାନସିକ ସ୍ତରରେ ଆପଣ ଶକ୍ତିଶାଳୀ ହୋଇ ଏଇ ପିଶାଚ ମାନଙ୍କ ବିରୁଦ୍ଧରେ, ଏଇ ବ୍ୟବସ୍ଥା ବିରୁଦ୍ଧରେ ଆପଣ ଲଢେଇ କରନ୍ତୁ। ଆପଣ ବଞ୍ଚନ୍ତୁ, ଆପଣଙ୍କର ଶିଶୁକୁ ବଞ୍ଚାନ୍ତୁ ଏବଂ ଦିନ ଆସିବ ଯେ ଏମାନଙ୍କୁ ଆମେ ଠିକ ରାସ୍ତା ଦେଖେଇ ଦେଇ ପାରିବା। ଏଥିପାଇଁ ଆମକୁ ସାହସ ଦରକାର। ଏବଂ ଝିଅର ପିତାମାତା ମାନଙ୍କୁ ମୋର ଅନୁରୋଧ, ଏପରି ସମୟରେ, ଏପରି ଘଡିସନ୍ଧି ମୁହୂର୍ତ୍ତରେ ଆପଣ ମାନେ ଦୟାକରି ନିଜ ଝିଅକୁ ଅନାଥ କରନ୍ତୁ ନାହିଁ, ବେସାହାରା କରନ୍ତୁ ନାହିଁ। କେହି ଯଦି ସାଙ୍ଗ ନ ଦଉଛି, ଆପଣଙ୍କର ଯଦି ଶକ୍ତି ଅଛି, ସାମର୍ଥ୍ୟ ଅଛି, ସ୍ଥିତି ଅଛି, ତାହେଲେ ଆପଣ ଝିଅଟିକୁ କମ ସେ କମ ଆର୍ଥିକ ନ ହଉ ଆଜ୍ଞା ମାନସିକ ସ୍ତରରେ ତାକୁ ସାହାରା ଦିଅନ୍ତୁ, ତାକୁ ସାହସ ଦିଅନ୍ତୁ, ତାର ସାଙ୍ଗରେ ସାହାରା ହୋଇ ଠିଆ ହୁଅନ୍ତୁ। ତାହେଲେ ଦେଖିବେ ଏଇ ଯୋଉ ଅନର କିଲିଂ ହଉଛି, ଯୋଉଟା କି ପରୋକ୍ଷ ଭାବରେ କିଲିଂ, ପରୋକ୍ଷ ଭାବରେ ହତ୍ୟା, ଲୋକଙ୍କୁ ତ ଲାଗୁଛି ଆତ୍ମହତ୍ୟା, କିନ୍ତୁ ପରୋକ୍ଷ ଭାବରେ ଏଇଟା ହତ୍ୟା ଆଜ୍ଞା। ଜଣକୁ ବାଧ୍ୟ କରାଯାଉଛି ସେ ମରିବ, ସେ ବଞ୍ଚି ପାରୁନି, ଏତେ କଷ୍ଟ ଏତେ ଯନ୍ତ୍ରଣା ଦିଆଯାଉଛି ଯେ ସେ ମରୁଛି। ତେଣୁ ଏଇ ଯୋଉ ଅନର କିଲିଂ ହଉଛି, ପରୋକ୍ଷ ଅନର କିଲିଂ ହଉଛି, ଏଇ ଯୋଉ ସମ୍ମାନ ପାଇଁ ହତ୍ୟା ବା ଆତ୍ମହତ୍ୟା ହଉଛି, ଏଇଟାକୁ ଆମେ ରୋକି ଦେଇ ପାରିବା କେବଳ ଯଦି ଆମେ ସେଇ ସମୟରେ ଝିଅଟିକୁ ମାନସିକ ସ୍ତରରେ କିଛି ସାହାରା ଦେଇପାରିବା ଆଜ୍ଞା। ସେଥିପାଇଁ ସମସ୍ତ ପିତାମାତାଙ୍କୁ ମୋର ଅନୁରୋଧ, ଏପରି ଘଡିସନ୍ଧି ମୁହୂର୍ତ୍ତରେ ନିଜ ଝିଅର ସାଙ୍ଗ ଛାଡନ୍ତୁ ନାହିଁ। ଆପଣ ମାନେ ତାକୁ ସାହାରା ଦିଅନ୍ତୁ ଏବଂ ତାକୁ ଜୀବନରେ ନୂତନ ରାସ୍ତା ଗଢି ଆଗେଇ ଯିବାକୁ ତାକୁ ସାହସ ଦିଅନ୍ତୁ।
ଦେଖିବେ କିଛି ବର୍ଷ ପରେ ଏଭଳି ମୃତ୍ୟୁ ସଂଖ୍ୟା କମିଯିବ। ଆଜ୍ଞା ମୁଁ ଏଇଠି ରହୁଛି। ଯଦି ମୋର ଭିଡିଓଟି ଭଲ ଲାଗିଲା ତାହେଲେ ଆପଣମାନେ ସବସ୍କ୍ରାଇବ କରିବେ, ଲାଇକ୍ କରିବେ ଏବଂ ସେୟାର କରିବେ। ନମସ୍କାର।